ମୁଁ ନେଲେ ଭଲ ସାଇଜର ହବ। ଠିକ୍ ଅଛି। କ୍ରିକେଟ ଖାଉଛି ସେଇଥିରେ ଲଗାଅ ନା କଣ? ସବୁ କାଟି ଦଉଛୁ ଛୋଟିଆ ଗୋଟେ ହବ। 3 କୋଟି ଟଙ୍କା ପାଇଛି ଆଉ ଥାର ଦେବେ ବୋଲି କହିଛନ୍ତି 8-10 ଦିନ ଛାଡିକି ଆଉ କଲ୍ ଆସିବ ଆଜି 10ଟା 11ଟା ବେଳକୁ କହିଥିଲେ। ସିଷ୍ଟମ କଣ 11 ଜଣଙ୍କୁ ବାଛିବେ 11 ଜଣଙ୍କ ଭିତରୁ ଭଲ ପ୍ରଦର୍ଶନ କଲେ କ୍ୟାସ ଆଉ ଥାର ଆଉ ମହିନ୍ଦ୍ରାର କେତେ ଟଙ୍କା ଦେଇ ଖେଳୁଥିଲା? 49 ଟଙ୍କା ଦେଇକି ମୁଁ 300 କେତେ ଟଙ୍କା ରିଚାର୍ଜ କରିଥିଲି ଫାଷ୍ଟ 4-5 ଦିନ ହେଇଯିବ। କାଲି ମୋ ଆକାଉଣ୍ଟରେ ଥିଲା 173 ଟଙ୍କା ସେଇ 173 ଟଙ୍କାରୁ 300ରୁ ସାରିକି 173 ଟଙ୍କା ଥିଲା। କାଲି ମୁଁ 2ଟା ଟିମ୍ ଲଗେଇଥିଲି ସେଇ 2ଟା ଟିମ୍ରୁ ଗୋଟେ ସକ୍ସେସ୍ ହେନି ଆଉ 3 କୋଟି ଟଙ୍କା। ଟଙ୍କାକୁ ନେଇ କଣ କରିବା ଆଗାମୀ ଦିନରେ? ମୋର ଗୋଟେ ଆଶା ଅଛି ମୁଁ 2 ବର୍ଷ ହେଇଗଲା ଜିମ୍ କରୁଛି। ମୋର ବି ଆଶା ଥିଲା ମୁଁ ଗୋଟେ କୋଉଠି ଜିମ୍ ସେଣ୍ଟରଟେ କରିକି ମୋ ଭରଣ ପୋଷଣ ଇଏ କରିବି ଆଉ ମୁଁ ଖୁସି ଅଛି ଆମ ଗାଁରେ ବି ଓଡିଶାରେ ବହୁତ ଖୁସି ଅଛନ୍ତି। ଭାବିବା କଥା ତ ଦୂରର କଥା ସ୍ୱପ୍ନରେ ବି ଭାବିନଥିନି ମୁଁ ଆଜି ଏ ଜାଗାରେ ପହଞ୍ଚିବି ବୋଲି। ମତେ ତ ଯିଏ ମାନେ ମୋ ଏଇ ଗେମ୍ ଯିଏ ମତେ ଶିଖେଇଛି ମୁଁ ତାକୁ ଆଗେ ଧନ୍ୟବାଦ ଦେବି ଶ୍ରୀକାନ୍ତ ନନ୍ଦୁକୁ ମୋ ଭାଇ ଭଗିଆ ସେ ମତେ ଆଜି ଏଠି ପହଞ୍ଚେଇଛନ୍ତି। ଆଜି ବହୁତ ଖୁସି ଲାଗୁଛି ଯେ ମୋର ସାନ ଭାଇ ଯେ ଏମିତି ଗୋଟେ ବଡ ଆଚିଭମେଣ୍ଟ କରିବ ତାହା ବହୁତ ଖୁସି ଦଉଛି। ଆମ ଗାଁ ସାହି ପଡିଶା ସାଙ୍ଗସାଥି ତାର ସମସ୍ତେ ଖୁସି ଅଛନ୍ତି। ଯାହା ହଉ ଏପରି ଗୋଟେ ନ୍ୟାସନାଲ ଲେବୁଲର ଗୋଟେ କମ୍ପିଟିସନରେ ସେ ପାର୍ଟିସିପେଟ କରିଥିଲା ଆଉ ଭାଗ୍ୟ ତାର ଏତେ ଭଲ ଥିଲା ଯେ ସେ ମାତ୍ର 4ଟି ଗେମରେ ପାର୍ଟିସିପେଟ କରିକି ଆଜି ଏ ୱିନର ହକଦାର ହେଇପାରିଛି। ଯାହା ହଉ ଭଗବାନ ସେ ବି ବହୁତ ମେହନତି ପିଲା ସେ ଚାଷ କରେ ଆଉ ନିଜକୁ କେବେ ଫାଙ୍କା ରଖେନି ଆଉ ସବୁବେଳେ ମେହନତ କରେ। ମୁଁ ତ ସମସ୍ତଙ୍କୁ ଏତିକି ବାର୍ତ୍ତା ଦେବି କି ଭାଇ ଇଏ ତ ଭାଗ୍ୟ ଭବିଷ୍ୟତ ଆମ ହାତର କଥା ନୁହେଁ କିନ୍ତୁ ତାର ବିଶେଷ ଭାବରେ ତାର ଯଦି ମୁଁ ଟିପ୍ପଣୀ ଦେବି ସେ ପ୍ରକୃତରେ ବହୁତ ପରିଶ୍ରମୀ ଆଉ ତା ଜୀବନରେ ସେ ବହୁତ ପରିଶ୍ରମ କରିଛି। ଏମିତିକି ସେ ଫିଟନେସକୁ ଠିକ କରିବା ପାଇଁ ବି ମଧ୍ୟ ଅନେକ ପରିଶ୍ରମ କରିଛି। ଅନେକ ଲୋକ ବି ତାକୁ ଦେଖିଛନ୍ତି ଯେ ଫିଟନେସ ପାଇଁ ସେ କେତେ କଣ ପରିଶ୍ରମ କରେ। ଡାଇଟିଂ ତା ପାଇଁ ବି ମଧ୍ୟବିତ୍ତ ପରିବାରରୁ ହେଇଥିବା ହେତୁ ଯେହେତୁ ଫିଟନେସ ଲେବୁଲକୁ ସେ ଆଖି ଆଗରେ ରଖିକି ଜିମ୍ ଜଏନ କରିଥିଲା ତ ଡାଇଟିଂ ବି ତା ପାଇଁ ବହୁତ କଷ୍ଟ ହେଇଯାଇଥିଲା। ପ୍ରିଭିୟସ 2 ମାସ ହବ ସେ ବି ଡାଇଟିଂ ଠିକ ସେ କଣ୍ଟିନ୍ୟୁ କରିପାରୁନଥିଲା ବୋଲି ଜିମ୍ ବନ୍ଦ କରିଦେଇଥିଲା ଆଉ ବହୁତ ଅଭାବ ବି ତା ପାଇଁ ଥିଲା। ଆଜିର ଏ ମୌକା ତାର ଭଗବାନ ତା ଡାକ ଶୁଣିଛନ୍ତି ଆଉ ସେ ଆଜି କୋଟିପତି ହେଇପାରିଛି। ଆମକୁ ବି ଭାରି ସେଥିପାଇଁ ଖୁସି ଲାଗୁଛି।